ଆଜିର ଏଇ ଯେଉଁ ସତ ଘଟଣାଟା ସେଇମାନଙ୍କ ମୁହଁରେ ଗୋଟେ ଶକ୍ତ ଚାପୁଡ଼ା, ଯେଉଁମାନେ ସମୟ ସମ୍ପର୍କ ସବୁକୁ ପଇସା ସହିତ ତୁଳନା କରନ୍ତି। ମାନେ ପଇସା ବହୁତ ଇମ୍ପୋର୍ଟାଣ୍ଟ। ମାନେ ଯେଉଁ ଆଧୁନିକ ସମାଜରେ ମାନେ ପୁରା ଚକ୍ରରେ ପୁରା ପାଦରେ ପାଦ ମିଶାଇକି ଚାଲିବାକୁ ଚାହାନ୍ତି। ମୋର ଜଣେ ଦୂର ସମ୍ପର୍କୀୟ ଭଉଣୀ ହେବ, ସିଏ କୋଭିଡ଼ ଟାଇମ୍ରେ ବାହା ହେଲା। କୋଭିଡ଼ ଟାଇମ୍ରେ ଯେତେବେଳେ ବାହା ହେଲା, ମତଲବ କୋଭିଡ଼ ଟାଇମ୍ରେ ତ ଜାଣିଥିବେ ଝିଅ ଦେଖା ପୁଅ ଦେଖା କେତେ ପ୍ରୋବ୍ଲେମ୍। ସେ ସବୁ ପ୍ରୋବ୍ଲେମ୍ ଭିତରେ ସେ ଗୋଟେ ବହୁତ ଭଲ ଷ୍ଟାଣ୍ଡାର୍ଡ଼ ଘରେ ବାହା ହେଲା। ମାନେ ମାନେ ଆମେ ଲୋୟର ଷ୍ଟାଣ୍ଡାର୍ଡ଼ ଲୋକ, ମିଡ଼ିଲ୍ ଷ୍ଟାଣ୍ଡାର୍ଡ଼ ଲୋକ, ସେମାନେ ଗୋଟେ ହାଇ ଷ୍ଟାଣ୍ଡାର୍ଡ଼ରେ ବାହା ହେଲା ପରେ ତ ହାଇ ଷ୍ଟାଣ୍ଡାର୍ଡ଼ର ମେଣ୍ଟାଲିଟି କ'ଣ? ପଇସା ସମସ୍ତେ ଇନକମ୍ କରିବେ, ପଇସା ସମସ୍ତେ ଇନକମ୍ କରିବା ଦରକାର, ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଚାକିରି କରିବା ଦରକାର। ଆମେ ଯେମିତି ଆଜିକା ଡେଟ୍ରେ ଟ୍ରେଣ୍ଡ ଚାଲିଛି, ମାନେ ତୁମର ମାନେ କର୍ତ୍ତବ୍ୟ ଆଉ କେହି କରିବାକୁ ଚାହୁଁନାହାନ୍ତି। ମାନେ ପଇସା ସମସ୍ତଙ୍କର ଦରକାର, କର୍ତ୍ତବ୍ୟ ପଛରେ। ତ ମୋର ଯେଉଁ ସେ ଭଉଣୀ ବାହା ହେଲା, ସେମାନେ ଯାଇକି ବାହାଘର 2 ମାସ ପରେ ସେମାନେ ଯାଇ ବାଙ୍ଗାଲୋରରେ ରହିଲେ। ବାଙ୍ଗାଲୋରରେ ରହିଲା ପରେ ତାଙ୍କର ଗୋଟେ ଛୋଟ ଝିଅଟେ ହେଲା, କୁନି ଝିଅଟେ ହେଲା, ଆରାଧ୍ୟା କହିକି ଗୋଟେ ଝିଅ, ତାଙ୍କ ଝିଅ ନାଁ ହେଉଛି ଆରାଧ୍ୟା। ଝିଅ ଜନ୍ମ ହେଲା। ଝିଅ 6 ମାସ ପର୍ଯ୍ୟନ୍ତ ମେଟର୍ନିଟି ଲିଭ୍ରେ ସେ ରହିଲା। ତାପରେ ସେ ପୁଣି ତାଙ୍କ ଚାକିରି ଜଏନ୍ କଲେ। ଚାକିରି ଯେତେବେଳେ ଝିଅ ହେଇସାରିଲା ପରେ ଚାକିରି ଜଏନ୍ କଲେ, ସେଠୁ ତାଙ୍କୁ ଘରେ ଗୋଟେ ମେଡ଼୍ ଦରକାର ହେଲା। ତ ଯେଉଁମାନେ ଏମାନଙ୍କର ନୂଆ ନୂଆ ବାହାଘର, ସେମାନେ ଗୋଟେ ଯେଉଁ ଏଜେନ୍ସି, ସେଠି ଯେଉଁ ବାହାରେ ସବୁ ଏଜେନ୍ସି ଅଛି, ସେ ଏଜେନ୍ସିରେ କଣ୍ଟାକ୍ଟ କଲେ। ଏଜେନ୍ସି ବାଲା ତାଙ୍କୁ ଗୋଟେ ମଧ୍ୟମ ଏଜ୍, ମାନେ ମଧ୍ୟମ ଏଜ୍ ମାନେ କହିବାକୁ ଗଲେ ଗୋଟେ ବୁଢ଼ୀ, ମାନେ ବେଶୀ ବୁଢ଼ୀ ନୁହଁ, ମାନେ ଛୁଆର ଦେଖାରେଖା କରିବା ପାଇଁ ସେମାନେ ଗୋଟେ ଲୋକକୁ ହାୟର କଲେ। ତ ସେ ଲୋକର ତାକୁ ଆମେ ଦେଖିଛୁ ବି ସମସ୍ତେ, ଆମ ଫ୍ୟାମିଲି ଗ୍ରୁପ୍ରେ ତା ଫଟୋ ଆସିଥିଲା। ମାନେ ସିଏ ଭିଡ଼ିଓ କରିକି ଛାଡ଼ିଲେ। ପ୍ରଥମେ ମାସେ 6 ମାସ, ମାନେ ମାସେ 2 ମାସ ସେମାନେ ପୁରା ଭିଡ଼ିଓ କଲେ ତା ସହିତ। ସେ ଭିଡ଼ିଓ କଲା, ତାଙ୍କ ସହିତ ଫଟୋ ଉଠାଇଲା। ମାନେ ଯେମିତି ତୁମ ଫ୍ୟାମିଲି ସହିତ ସେମାନେ ମିଶିବେ ସେଇ ହିସାବରେ। ମାନେ ପିଲା କମ୍ଫର୍ଟେବୁଲ୍ କେମିତି ହେବ, ଛୋଟ ପିଲା ବର୍ଷେ, ସେତେବେଳକୁ 7-8 ମାସ, ବର୍ଷକର ପିଲା ହେଇଗଲାଣି। ସେ ବର୍ଷକ ନୁହଁ, ଚାଲି ନଥିଲା, ବର୍ଷେ ତ ହେଇନଥିଲା, ଛୁଆ ଚାଲୁନଥିଲା। ତ ସେ ରହିଲା। ଆଉ ତା କଥା ଏତେ ମିଠା, ସମସ୍ତଙ୍କ ସହିତ କଥା ହେବ। ମାନେ ଆମ ଘର ଭିତରେ ସେ ସମସ୍ତଙ୍କ ସହିତ କଥା ହେବ। ବାପା ମା' 2 ଜଣ ଯାକ 8 ଘଣ୍ଟା ଡ୍ୟୁଟି କରନ୍ତି, ମାନେ ଚାକିରି କରନ୍ତି। ପ୍ରାୟ ସକାଳ 8:30 ବେଳକୁ ସେମାନେ ଘରୁ ବାହାରି ଯାଆନ୍ତି। ସନ୍ଧ୍ୟା 6ଟା, 6:30, 7ଟା ଭିତରେ ଘରେ ଆସି ପହଞ୍ଚନ୍ତି। ମାଉସୀ ପୁରା ଦିନ ସାରା ପିଲାକୁ ଧରିକି ରୁହନ୍ତି। ତ ଓବିୟସ୍ଲି ମାଉସୀଙ୍କ ସହିତ ସେ କ୍ଲୋଜ୍ ହେବା ବହୁତ ଜରୁରୀ। ତ ମୋ ଭଉଣୀ ମଝିରେ ଫୋନ୍ ବି କରେ ଘରକୁ, ପିଲା କ'ଣ କରୁଛି। ମାଉସୀ ବହୁତ ବଢ଼ିଆ ଆକ୍ଟିଂ କରନ୍ତି। ପିଲା ଶୋଇଛି, ଖାଉଛି, ବସିଛି, ସେ କଥା ହେବାକୁ ଚାହୁଁନି, ତା ପାଇଁ ଖେଳନା ନେଇକି ଆସିବ। ଛୋଟ ପିଲା, ସେ କହୁଛି ଏଇଟା ଆଣିବ, ସେଇଟା ଆଣିବ, ଆମେ ଆଇଲେ ଇଭିନିଂରେ ପାର୍କ ଯିବା, ଇଏ ଯିବା, ସିଏ ଯିବା। ମୋ ଭଉଣୀ ଧୀରେ ଧୀରେ ଲକ୍ଷ୍ୟ କଲା, 15 ଦିନ ମାନେ ସେ ମାଉସୀ ରହିବାର ମାସେ 1.5 ମାସ ପରେ ପିଲା ପୁରା ଶୁଖିଗଲା। ମତଲବ ଯେତେବେଳେ ମାଆ ଥିଲା, ସମସ୍ତେ କୁହନ୍ତି ଯେ ମାଆ ସାଙ୍ଗରେ ଥିଲା ସେଥିପାଇଁ କି ଠିକ୍ଠାକ୍ ଥିଲା, ଏବେ ମାଆ ରହୁନି ବୋଲି ସେ ବାପା ମାଆଙ୍କୁ ଝୁରୁଛି ଆଉ ସେଥିପାଇଁ ଶୁଖିଯାଉଛି। ତ ଆମ ଘରକୁ ଯେତେବେଳେ ଫୋନ୍ କଲେ, ସେମାନେ ଏଇଆ ତାଙ୍କୁ ସାନ୍ତ୍ୱନା ଦେଲେ କି ଶୁଖିଯାଉଛି। ତ ମାନେ ସେ ଯେଉଁ ମାଉସୀ, ସିଏ ଯେତେବେଳେ ଏମିତି ମାନେ ତାଙ୍କ ଘରେ ବସିକିନା ସମସ୍ତେ 3-4 ଜଣ, ମାନେ ସେ ମାଉସୀ ଆଉ ଆମେ ଭଉଣୀ ଆଉ ଭିଣେଇ ଯେତେବେଳେ କଥା ହୁଅନ୍ତି ଯେ ପଇସା କେତେ ଇମ୍ପୋର୍ଟାଣ୍ଟ, ସମସ୍ତେ ପଇସା ଇନକମ୍ କରିବା ଦରକାର, ମାଉସୀ ପୁରା ମଝିରେ ଜ୍ଞାନ ଦିଅନ୍ତି। ଆମେ କେଉଁ ଏଜ୍ରେ ବି ଖଟୁଛୁ, ପଇସା ଇନକମ୍ କରୁଛୁ, ଆମ ଘରକୁ ଚଳଉଛୁ, ଆମକୁ ଚଳେଇବାକୁ କେହି ନାହାନ୍ତି, ଭଲ ମନ୍ଦ ଆଜିକା ଡେଟ୍ରେ ଯାହା ଚାଲିଛି ସେଇଆ। ମାନେ ବିଶ୍ୱାସ କରିବନି, ସେ ମାଉସୀ ବିଲକୁଲ ଜଣାପଡ଼ନ୍ତିନି ଏମିତି ବୋଲି। ସେ କ'ଣ କରିଛନ୍ତି, ତାଙ୍କର ଗୋଟେ ମାନେ କ'ଣ କହିଲ, ଗୋଟେ ଟିମ୍ ଅଛି। ମାନେ ଟିମ୍ ମାନେ ସେମାନେ ଗୋଟେ ଗ୍ରୁପ୍ ହେଇକି ଅଛନ୍ତି। ସେମାନେ ସମସ୍ତଙ୍କ ଘରେ ଏମିତି ରହିବେ, ଛୋଟ ପିଲାଙ୍କୁ ନେଇକି ଆସିବେ। ସିଏ କ'ଣ କରିବେ, ମାନେ ସେ ପିଲାର ଦେହ, ଆମ ସେଇ ଯେଉଁ ଆରାଧ୍ୟାର ଦେହ ମଝିରେ ବହୁତ ଖରାପ ରହିଲା। ମାନେ ତାକୁ ଡିହାଇଡ୍ରେସନ୍ ହେଇଗଲା। ମାନେ ଡକ୍ଟର କହିଲେ ସେ ଦିନରେ ଠିକ୍ସେ ପାଣି ପିଉନି, ତା ପେଟ ଗରମ, ଡିହାଇଡ୍ରେସନ୍, ଏମିତି ସବୁ ପ୍ରୋବ୍ଲେମ୍ସ ହେଲା। ସେଠୁ ଆମେ ଜାଣିପାରିଲୁନି ଯେ କ'ଣ ହେଉଛି, ପିଲାର କ'ଣ ହେଉଛି, ଏମିତି ପ୍ରୋବ୍ଲେମ୍ କାହିଁ ହେଉଛି। ଡକ୍ଟର ଆସିଲେ, ମେଡ଼ିସିନ୍ ଖାଇଲେ। ଯେଉଁଦିନ ତା ଦେହ ଖରାପ ଥିଲା, ତା ମାଆ ଯେଉଁଦିନ ଏମିତି ଡକ୍ଟର ଆସି ଦେଖାଦେଖି କଲେ, ଆଉ ଚୋର ଘର ତ ସବୁବେଳେ ଅନ୍ଧାର ନଥିବ, ଦିନେ ନା ଦିନେ
ଧରା ପଡ଼ିବ। ଦିନେ ମୋ ଭଉଣୀ ଅଫିସ୍ ଅଧାରୁ ଗୋଟେ କ'ଣ ଭୁଲି ଯାଇଥିଲେ, ସେ ଘରକୁ ଆସିଲା। ଆଇଲା ବେଳକୁ ଯେତେବେଳେ ସେ ଦେଖିଦେଲେ, ସେ ଯେଉଁ ଆଣ୍ଟି ହେଇଥିଲେ ଦେଖିଦେଲେ ଯେ ମୋ ଭଉଣୀ ଆସିଛି ବୋଲି, ପୁରା ସକ୍ ହେଇଗଲେ। କାହିଁ ଆସିଛନ୍ତି ଏଇ ସମୟରେ, କ'ଣ ପାଇଁ ଆସିଛନ୍ତି, କ'ଣ ହେଲା। ସେଠୁ ଯେତେବେଳେ ସିଏ ମାନେ କହିଲେ ମୁଁ ଆସିଛି ତ, ଗୋଟେ ମୋ ଫାଇଲ୍ ଭୁଲି ଯାଇଥିଲି ନେବା ପାଇଁକି ଆସିଛି, ଆଉ ମୁଁ ଟିକେ ଘର ଭିତରେ ଯାଇ ଛୁଆକୁ ଟିକେ, ମା' ମନ ନା ସମ୍ଭାଳି ହେବନି, ଗଲେ ପିଲାଙ୍କୁ ଦେଖିବା ପାଇଁ ଗଲେ, ଦେଖିଲା ବେଳକୁ ତାଙ୍କ ବେଡ଼ରୁମ୍ରେ ତାଙ୍କ ପିଲା ନାହିଁ। କ'ଣ ହେଲା, ପିଲା କୁଆଡ଼େ ଗଲା। ଯେତେବେଳେ ବାହାରକୁ ଆସନ୍ତି ସେ ଆଣ୍ଟି ବି ଆଉ ନାହାନ୍ତି, ମାନେ ତାଙ୍କ ମୁଣ୍ଡ ପୁରା ଖରାପ। କ'ଣ ହେଇଛି, ଭିଡ଼ିଓ ବହୁତ ଲମ୍ବା 5 ମିନିଟ୍ ହେଇଗଲାଣି। ନେକ୍ସଟ ଭିଡ଼ିଓରେ ମୁଁ କହିବି ଯେ କ'ଣ ହେଇଛି ବୋଲି। ଯଦି ଇଣ୍ଟରେଷ୍ଟେଡ଼ ଥିବେ ନେକ୍ସଟ ଭିଡ଼ିଓ ନିହାତି ଦେଖିବେ।